ମୋ ନାଁ ହେଉଛି ଧନମତୀ ସନ୍ତା, ଗାଁ ହେଉଛି ଦାବିଗୁଡ଼ା, ପଞ୍ଚାୟତ ହେଉଛି ସୁକି ଗାଁ। ଏପ୍ରିଲ 2ରେ ମୁଁ ଜେରିଗୁଡ଼ା ମେଡ଼ିକାଲରେ ଗର୍ଭ ଯନ୍ତ୍ରଣା ହେଲାରୁ ଯାଇଥିଲି। ସକାଳୁ 7ଟାରେ ସେଇଠି ପହଞ୍ଚି 8ଟା ହେଇଗଲା। ତାପରେ ସେଠି ସନ୍ଧ୍ୟା 8ଟାରେ ଉମରକୋଟ ନେଇକି ଗଲେ। ତାପରେ ସେଠି ନେଇକି ସିଜରିଂ ହେଲା। ସିଜରିଂ ହେଲା ପରେ ମତେ ଛୁଆ ପୁଅଟିଏ ହେଇଥିଲା। ମୋ ଛାତି ଉପରେ ରଖିଥିଲା, ସେ ହଲଚଲ ହଉଥିଲା, ସେ କାନ୍ଦୁଥିଲା। ତାପରେ ମୋ ଛୁଆକୁ ମୁଁ ପଚାରିଲି, ମୋ ଦିଦି ମୋର ଛୁଆ କେମିତି ଅଛି ବୋଲାରୁ ସେ ମତେ ଧମକ ଦେଲା, ଚୁପ ରହ ଗାଳି ଦେଲା ମତେ। ତାପରେ ସେ ଛୁଆକୁ ସିଆଡେ ନେଇଗଲେ। କିଏ ଗାଳି କଲା? କଣ ଧମକ କିଏ ଦେଇଛି? ସେ ଡକ୍ଟର ସାଗରିକା ସାହେବ, ପେଟରେ ଟ୍ୟୁମର ଅଛି, ଛୁଆ ନାହିଁ, ଛୁଆକୁ ନଷ୍ଟ କରିଦେଇଛି ଏମିତି କହୁଥିଲା। এটা হচ্ছে ডক্টর পুଅ ହେଇଛି ବୋଲି କହିବା ରିପୋର୍ଟ। ଏଇଟା ହଉଛି ଅଲ୍ଟ୍ରାସାଉଣ୍ଡ ରିପୋର୍ଟ। এটা ପୁଅ ହେଇଛି ବୋଲି ରିପୋର୍ଟ। ଏଇଟା ପୁଅ ହେଇଛି ରିପୋର୍ଟ। ରାଇଟ୍ ବି ମାରିଛି ଦିଦି। ମତେ ନ୍ୟାୟ ଦରକାର ସାର୍, ମତେ ମୋ ପୁଅ ଦରକାର। ଯୋଉଠି ଥିଲେ ବି ମତେ ସେ ଦିଦି ଆଣିଦିଅ ମତେ ପୁଅକୁ। ମତେ ଯେମିତି ବଞ୍ଚିଥିବା ପୁଅଟେ ଦେଖିଥିଲି, ସେ ଦିଦି କଣ ଲୁଚାଇ ଦେଇଛି ମୋ ପୁଅକୁ। ବାଙ୍ଗଲାରେ ତ ମତେ ଧମକ ଦେଲା ସେ ଦିଦି, ମତେ ଦେଲା ନାହିଁ। ଦେଖନ୍ତୁ 18 ଜୁନରେ ଆପଣମାନେ ସମସ୍ତେ ଦେଖିଥିବେ, ପତ୍ର ପତ୍ରିକାରେ ବି ବାହାରିଥିଲା, ଭିଜୁଆଲ ଟିଭିରେ ବି ଦେଖେଇଥିଲା, ଗୋଟେ ମାଆଟେ କେମିତି କାନ୍ଦି କାନ୍ଦି କହୁଥିଲା ତା ପିଲାକୁ ଚୋରି ହେଇଯାଇଛି ବୋଲି। ସେଇ ମାନେ ଭାଇରାଲ ହେଲା ପରେ ଯାଇଥିଲେ ସିଡିଏମଓ, କ'ଣ ଇନକ୍ୱାରି କଲେ, କ'ଣ କଲେ, ସେମାନଙ୍କୁ କିଛି ଜଣାପଡ଼ିଲାନି। ସେଥିପାଇଁ ସେମାନେ ଆଜି ଆମ ଅନୁଷ୍ଠାନରେ ଗୋଟେ ଆପ୍ଲିକେସନ୍ ଦେଇଛନ୍ତି କି ତାଙ୍କ ପିଲାକୁ ଚୋରି କରାଯାଇଛି ବୋଲି। ତ ଏଇଠି ରହିଲା, ଏଇଟା ହେଉଛି ଧନମତୀ, ତାର ପୁଅଟାକୁ ମାନେ ମନ୍ଥଲି ଚେକଅପ୍ ବି ହେଉଥିଲା, ତାର ପେଟରେ ପିଲା ଅଛି ବୋଲି କହୁଥିଲା। 2 ଥର ତାର ଅଲ୍ଟ୍ରାସାଉଣ୍ଡ ଅଛି। ଅଲ୍ଟ୍ରାସାଉଣ୍ଡରେ ମଧ୍ୟ ତାର ପିଲା ଜୀବିତ ଅଛି, ତାର ୱାଟର ଲେଭେଲ୍ ସମାନ ଅଛି, ତାର BP ସମାନ ଅଛି, ତାର ଓଜନ ସମାନ ଅଛି। ସବୁ ଡକ୍ଟର ଅଲ୍ଟ୍ରାସାଉଣ୍ଡରେ କହିଛନ୍ତି। ଆଉ ଯେଉଁ ଡକ୍ଟରକୁ ସେ ଦେଖାଉଥିଲା ସେ ହିଁ ତାର ମନ୍ଥଲି ଚେକଅପ୍ କରୁଥିଲା। ତ ଯେତେବେଳେ ତାର ଡେଲିଭରି ହେଲା, ଡେଲିଭରି ପରେ ତାକୁ ତାର ତା ସ୍ୱାମୀକୁ ବ୍ଲଡ଼ ଆଣିବା ପାଇଁ ପଠାଇ ଦେଇକି ଝିଅକୁ ମାନେ ସେଇ ସ୍ତ୍ରୀ ଲୋକଟାକୁ, ଅପରେସନ୍ ସ୍ତ୍ରୀ ଲୋକଟାକୁ ନେଇକି ତରବରିଆ ଭାବରେ ତାକୁ ଆମ୍ବୁଲାନ୍ସରେ ଲଦି ଦେଇଛନ୍ତି। ଆଉ ଯେତେବେଳେ ତାର ସ୍ୱାମୀ ଆସିଛି, ପଚାରିଛି କି ମୋର ସ୍ତ୍ରୀକୁ କାହିଁକି ନେଉଛନ୍ତି, ତ ସେମାନେ କହିଲେ ତୋର ସ୍ତ୍ରୀ ସିରିୟସ୍ ଅଛି, ଆଉ ତୁ ଯେଉଁ ବ୍ଲଡ଼ ଆଣିଛୁ ସେ ବ୍ଲଡ଼କୁ ଆମେ ଆମ୍ବୁଲାନ୍ସରେ ହିଁ ଦେବୁ କହିକି ସେ ଡକ୍ଟର ଯିଏ, ତାଙ୍କ ନାଁ ହେଉଛି ସାଗରିକା ସ୍ୱାଇଁ, ସିଏ ତାଙ୍କ ସ୍ୱାମୀକୁ ଡାକି ନେଇକି କହିଛନ୍ତି କି ଏଇ ଜାଗାରେ ସିଗ୍ନେଚର କରେ। ସେ ଗୋଟେ ପେପରରେ ସିଗ୍ନେଚର କରେଇଛନ୍ତି। ଆଉ ସେତେବେଳେ ସିଗ୍ନେଚର କଲା ପରେ ତାକୁ ଯେତେବେଳେ ଦେଖେଇଛନ୍ତି କି ଏଇଟା ତୋର ପୁଅ ଆଉ ସେ ମରିଯାଇଛି ବୋଲି ସେତେବେଳେ କହିଛନ୍ତି। ଆଉ ତାପରେ ସେ କହିଲା କି ମୋର ମଲା ପୁଅକୁ ଯେତେବେଳେ ମୋତେ ଦିଅ ବୋଲି କହିଛି, ତାକୁ କହିଛନ୍ତି କି ତୋର ସ୍ତ୍ରୀ ତ ମରିବା ଅବସ୍ଥାରେ ଅଛି, ତୁ ତୋ ସ୍ତ୍ରୀ କଥା ବୁଝେ ଫାଷ୍ଟ, ତାପରେ ତୋର ମଲା ପୁଅ କଥା ବୁଝିବୁ କହିକି ତାକୁ ତରବରିଆ ଭାବରେ କୋରାପୁଟ ପଠାଇ ଦେଇଛନ୍ତି। ଯେତେବେଳେ କି ନବରଙ୍ଗପୁରରେ ହେଇପାରିଥାନ୍ତା, ତାକୁ କୋରାପୁଟ ପଠାଇବାର କ'ଣ କାରଣ ଥିଲା? ଆଉ ଯେତେବେଳେ ସେ ପିଲାଟା ମରିଯାଇଛି ବୋଲି ସେମାନେ ଦେଖାଉଛନ୍ତି, ତ ସେ ମଲା ପୁଅ ଗଲା କୁଆଡ଼େ? କିଏ ଅଧିକାର ଦେଲା ତାଙ୍କୁ କି ସେ ମଲା ପୁଅକୁ ପୋତିବା ପାଇଁ ବା କୁଆଡ଼େ ଫିଙ୍ଗିବା ପାଇଁ? ଯେତେବେଳେ ତାର ଇନ୍ସପେକ୍ସନ୍ ହେଲା ସେତେବେଳକୁ କୁହାଯାଇଛି କି ସେଟା ଗୋଟେ କୁଆଡ଼େ ଟ୍ୟୁମର ଥିଲା। ସେ ଆଶା ଦିଦି ତାଙ୍କୁ କହୁଛି, ସେ ତାଙ୍କ ମାଆକୁ ଆଉ ବାପାକୁ କହୁଛି ସେ ପୁଅର କି ସେଟା ଗୋଟେ ଟ୍ୟୁମର ଥିଲା ଆଉ ସେ ପିଲାଟା ପେଟରେ ମରିଯାଇଥିଲା ବୋଲି। ତ ଆଜି ପର୍ଯ୍ୟନ୍ତ କ'ଣ ଡକ୍ଟରୀ ରିପୋର୍ଟ ସବୁ ଭୁଲ ଥିଲା? अल्ट्रासाउंड रिपोर्ट कौन भूल थिला? आज पर्यंत जो डॉक्टर देखुले से डॉक्टर कौन भूल कथा कहते? जदि ये सब ठीक अच्छी ताहले से मला पिला गला कुआड़े? से डॉक्टर को बा से जो माने भी कांड कर अधिकार किए देला? जदि माँ को से माने देखे पारे नहीं, से जो माँ तो कहते जो पिला जन्म होला ता छाती रे तार माँ को से पिला को देइचंदी आ से अनुभव भी कर तार पिलार छातीर माने धड़कन थिला आ तार हाथ गोड़ से हलाउला बोली, तो से पिला गला कुआड़े? एबे प्रश्न उठुचे से पिला गला कुआड़े? जदि माँ को देले मार कंडीशन भल नथिला तो तार बापा कहीं देले आ जदि बापा भी व्यस्ततार परिवार लोक राति 2टा जाए जगिचंदी किंतु तांकर परिवार को सी माने पिलाटा को हस्तांतर करा जाए। तो एठरू जना पड़ुछि जे ए डॉक्टर ए आशाकर्मी एमानंकर समस्तंकर मिली भगत रे किछि गुडे से पिलांकु करिचंती। यथाशीघ्र से पिलार डेड बॉडी हो बा से जीवित पिला हो ताको आनिकी तांको माँ बापा को दिया जाओ। जदि न दउचंती ताहले आईन परिस्थिति जहाँ भी सृष्टि होबो सेथि पई निजे प्रशासन आ हॉस्पिटल प्रशासन दायी रहिबे।